सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडल सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କର ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀ। ଆଜି ଆମେ ଆଲୋଚନା କରିବା ଯୋଗ, ଶାନ୍ତି ଓ ମୁକ୍ତିର ମାର୍ଗ ବିଷୟରେ। ସଂସାର ଦ୍ୱନ୍ଦ୍ୱମୟ, ସବୁ ଦୁଇ ଦୁଇ, ସବୁର ଯୋଡ଼ା ଅଛି। ଉଦାହରଣ ସ୍ୱରୂପ ଦିନ ରାତି, ସୁଖ ଦୁଃଖ, ଶୀତ ଉଷ୍ମ, ଉଚ୍ଚ ନୀଚ, ଜ୍ଞାନ ଅଜ୍ଞାନ, ଏହିପରି ଦିଗ ମଧ୍ୟ ଦୁଇଟି ଅଛି, ଭିତର ଓ ବାହାର। ଭିତର ଅଛି କେନ୍ଦ୍ର ଆଡ଼କୁ ଏବଂ ବାହାର ଅଛି ପରିଧି ଆଡ଼କୁ। ଯଦି ସଂସାର ଗୋଲ, ତେ ପୂର୍ବ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ କିପରି ରହିବ? ଦୁଇଟି ଦିଗ। ଗୋଟିଏ ଦିଗ ହେଉଛି ମୁଁ ବା ଆମ୍ଭେ ଯେଉଁଠି ରହିଛୁ ଓ ଦ୍ୱିତୀୟଟି ହେଉଛି ତାହାର ବାହାର ଦିଗକୁ। ଆମ ଚାରିପଟେ ବାହାର ଓ ଆମେ ଭିତରେ ବା କେନ୍ଦ୍ରରେ। ବାହାରେ ସଂସାର ଅଛି ଓ ଭିତରେ ଆମ୍ଭେ ବା ମୁଁ ଅଛୁ। ବାହାରେ ପରିଧି, ଭିତରେ କେନ୍ଦ୍ର। ବାହାରେ ସୃଷ୍ଟି ଓ ଭିତରେ ସୃଷ୍ଟିକର୍ତ୍ତା। ଯେ ଭିତରେ ଅଛି ତାର ନାମ ହେଉଛି ଆତ୍ମା। ଅମୃତ କେଉଁଠି ପାଇବା ବା କେଉଁଠି ଅଛି? ଭିତରେ ଚେତନ ଓ ବାହାରେ ଜଡ଼। ଭିତରେ କଳ୍ପନାକାରୀ ବା କଳ୍ପନା କରିବା ଲୋକ ଅଛି ଓ ବାହାରେ ତାହାର କଳ୍ପନା। ବାହାରେ ଥିବା କଳ୍ପନା ମିଥ୍ୟା ଓ ଅସତ୍ୟ। ଏହିପରି ଭିତରେ ସତ୍ୟ ଅଛି, ବାସ୍ତବିକତା ଅଛି, କଳ୍ପନା କରିବା ଲୋକ ଅଛି। ଭିତରେ ଅଛି ଈଶ୍ୱର, ବାହାରେ ଅଛି ମାୟା। ବାହାରେ ଭୋଗ, ଭିତରେ ଯୋଗ ଅଛି। ବାହାର ଦିଗକୁ ପ୍ରବୃତ୍ତି ମାର୍ଗ ଓ ଭିତର ଦିଗକୁ ନିବୃତ୍ତି ମାର୍ଗ ଅଛି। ବାହାରେ ବନ୍ଧନ ଅଛି ଓ ଭିତରେ ମୁକ୍ତି ଅଛି। ଆମର ମନ, ଜୀବ ବା ମନୋମୟ ଆତ୍ମା ଯେ ପର୍ଯ୍ୟନ୍ତ ବାହାରେ ରହିଛି ସେ ପର୍ଯ୍ୟନ୍ତ ବନ୍ଧନ ରହିଛି। ଆଉ ଯେତେବେଳେ ବାହାରୁ ଲେଉଟି ଭିତର ଆଡ଼କୁ ଆସିଗଲା ତ ମୁକ୍ତି ଅଛି। ବାହାର ପଟେ ମୃତ, ଭିତର ପଟେ ତାର ଓଲଟା ଯାହାକୁ କୁହାଯିବ ଅମୃତ ରହିଛି। ତେଣୁ ଭିତର ଆଡ଼କୁ ଆସିବା ଈଶ୍ୱର, ଅମୃତ, ଜୀବନ, ଆନନ୍ଦ, ମୁକ୍ତି ଓ ଶାନ୍ତି ଦିଗକୁ ଆସିବା ଏବଂ ବାହାର ପଟକୁ ଯିବା ମୃତ, ମାୟା, ମୃତ୍ୟୁ, ଜଡ଼ତା, ଦୁଃଖ, ବନ୍ଧନ ଓ ଅଶାନ୍ତି ଦିଗକୁ ଯିବା। ବାହାର ଆଡ଼କୁ ଯିବାର ମାର୍ଗ ହେଉଛି ରୋଗ ମାର୍ଗ। ଭିତର ଆଡ଼କୁ ଯିବାର ମାର୍ଗ ଯୋଗ ମାର୍ଗ।
ବାହାର ଆଡ଼କୁ ଯିବାର ଚେଷ୍ଟା ଉପାୟ ପ୍ରଯତ୍ନ ଭୋଗର ସାଧନ ଓ ଯେଉଁ ପାରେ ଭିତରକୁ ଯିବାକୁ ହୁଏ ତହିଁର ନାମ ହେଉଛି ଯୋଗ ସାଧନ। ଭୋଗ କରିବାକୁ ହେଲେ ଆଖି ଖୋଲି ବାହାର ଆଡ଼କୁ ଯିବାକୁ ହେବ ଓ ଆଖି ଖୋଲି ବାହାରେ ରହିଲେ ବିପଦ ରହିଛି। ସେପରି ଆଖି ବନ୍ଦ ନ କରି ଭିତରକୁ ଯିବା ନିରର୍ଥକ। ଆଖି ବନ୍ଦ କରି ଯଦି ବାହାରକୁ ଯିବା ତ ଆଗକୁ ବଢ଼ିପାରିବା ନାହିଁ। ସେହିପରି ଆଖି ବନ୍ଦ ନ କରି ଭିତରୁ ଗଲେ ଉପରକୁ ଚଢ଼ିପାରିବା ନାହିଁ। ଭୋଗରେ ଯେପରି ଆଖି ଖୋଲା ରଖିବା ଆବଶ୍ୟକ, ସେହିପରି ଯୋଗରେ ଆଖି ବନ୍ଦ କରିବା ଅତି ଆବଶ୍ୟକ। ସ୍ଥୂଳ ଆଖିରୁ ଆମର ମନନ ଆଖି ବଡ଼ ଶକ୍ତିଶାଳୀ ଅଟେ। ମନର ଆଖି ଦ୍ୱାରା ଯଦି ସଂସାରର କୌଣସି ବସ୍ତୁକୁ ଦେଖୁଥିବ ତେବେ ଏହି ସ୍ଥୂଳ ଆଖିକୁ ବନ୍ଦ କରିବା ହେଉଛି ବ୍ୟର୍ଥ। ନିଜର ଆପଣାକୁ ବା ନିଜକୁ ଛାଡ଼ି ଅନ୍ୟ କାହାକୁ ଆମେ ଦେଖିବା ଅନୁଚିତ ବା ଦେଖ ନାହିଁ। ଏହା ହେଉଛି ଯୋଗ, ଶାନ୍ତି, ଆନନ୍ଦ ଓ ମୁକ୍ତିର ମାର୍ଗ। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।